ନମସ୍କାର ଦର୍ଶକ ବନ୍ଧୁ, ଦେଖନ୍ତୁ ସୁଭଦ୍ରା ଯୋଜନାରେ ଆପଣମାନଙ୍କୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିଗଲା, କିନ୍ତୁ କିଛି ହିତାଧିକାରୀମାନଙ୍କୁ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ଟଙ୍କାର ମିଳିନାହିଁ। କ'ଣ ପାଇଁ ମିଳିନି, କାହିଁକି ମିଳିନି, କ'ଣ ପାଇଁ କେବେ ମିଳିବ, ଆସନ୍ତୁ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସମସ୍ତ ତଥ୍ୟ ଜାଣିପାରିବେ। ଜୟ ଜଗନ୍ନାଥ। ଦେଖନ୍ତୁ ସାଙ୍ଗମାନେ, ଆପଣମାନେ କ'ଣ କରିଲେ, ପ୍ରଥମେ ଦେଖନ୍ତୁ ଗୋଟେ ନୋଟିସ୍ ଆସି ବିଜ୍ଞପ୍ତି ଅଞ୍ଚଳ ଆଉ ଗ୍ରାମାଞ୍ଚଳ ହେଉ, ମହାନଗର ସ୍ତର ହେଉ, ଯେଉଁଠି ସୁଭଦ୍ରା ପୋର୍ଟାଲରେ ଆପଣମାନେ ଯଦି ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି, ତେଣୁ ଆପଣମାନେ କ'ଣ କରିବେ, ସେଇଠି ଯାଇକରି ଅଭିଯୋଗ ଦେବେ। ଦେଇଛି ବର୍ତ୍ତମାନ ସୁଦ୍ଧା ଲାଭ ପାଇନଥିବା ଆବେଦନକାରୀ ମାନଙ୍କର ପରାମର୍ଶ ଦିଆଯାଉଛି କି ସେମାନେ ଏହି ତାଲିକାକୁ ଯାଞ୍ଚ କରନ୍ତୁ ଓ ସେଥିରେ ଆପଣମାନଙ୍କର ନାଁ ଯଦି ଅଛି ତାହେଲେ ଇ କରନ୍ତୁ। ଦେଖନ୍ତୁ ସୁଭଦ୍ରା ଯୋଜନା ଯେଉଁମାନଙ୍କର ରିଜେକ୍ଟ ହୋଇଛି, ଆସୁଛି ମେସେଜ ରିଜେକ୍ଟ ହୋଇଛି, କୌଣସି କାରଣ ଯୋଗୁଁ ପେଣ୍ଡିଂ ଅଛି, ତାହେଲେ ସେମାନେ କ'ଣ ପାଇଁ ଏଇଟା ସରକାର କଲେ। ଦେଖନ୍ତୁ ବ୍ୟାଙ୍କକୁ ଆପଣଙ୍କୁ ଟଙ୍କା ଆସିଛି କି ନାହିଁ ଆପଣ ଜାଣିପାରୁନାହାନ୍ତି। ଦେଖନ୍ତୁ ଶନିବାର ଦିନ ଥିଲା ଓମେନ୍ ଡେ, ସେଦିନ ବ୍ୟାଙ୍କ ପ୍ରାୟ ଛୁଟି ଥିଲା। ରବିବାର ଦିନ ଆପଣମାନଙ୍କ ନର୍ମାଲ ଛୁଟି। ତେଣୁ ଆପଣମାନେ କ'ଣ କରିବେ, ଯାହାକୁ ବି ମେସେଜ ଆସିନି ଆପଣ କ'ଣ କରିବେ, ବେଶୀ ନୁହଁ 2-3 ଦିନ ଅପେକ୍ଷା କରନ୍ତୁ। ବୁଧବାର ଯାଏଁ ଅପେକ୍ଷା କରନ୍ତୁ, କାରଣ ହ୍ୟୁଜ୍ ପେମେଣ୍ଟ ହୋଇଛି, 1 କୋଟି ହିତାଧିକାରୀଙ୍କୁ ପେମେଣ୍ଟ ହୋଇଛି। ତେଣୁ ସେମାନଙ୍କ ଉପରେ ଟଙ୍କାଟା ଯିବା ପାଇଁ ସମୟ ଲାଗିବ। ଦେଖନ୍ତୁ ପ୍ରାୟ ସର୍ଭର ସ୍ଲୋ ଥାଏ, ତେଣୁ କାହାର ଆସିଯାଇଛି ଠିକ୍ ଅଛି, ଯାହାର ଆସେ ନାହିଁ ଟିକେ ଅପେକ୍ଷା କରନ୍ତୁ। 3-4 ଦିନ ପରେ ଆପଣ ଯାବେ ବ୍ୟାଙ୍କକୁ ଯିବେ, ବ୍ୟାଙ୍କ ଅପଡ଼େଟ୍ କରିବେ, ପାସବୁକ୍ଟାକୁ ଅପଡ଼େଟ୍ କରିବେ। ଅପଡ଼େଟ୍ କଲା ପରେ ଆପଣ ଜାଣିପାରିବେ ଆପଣଙ୍କୁ ଟଙ୍କା ଆସିନାହିଁ। ପ୍ରାୟ ହିତାଧିକାରୀମାନଙ୍କୁ ମେସେଜ ଆସୁନି, ମୋବାଇଲକୁ ମେସେଜ ଆସୁନି, କିନ୍ତୁ ଟଙ୍କା ଆସିଯାଉଛି। ତେଣୁ ସେମାନଙ୍କ ଟଙ୍କା ଆସିଯାଇଥାଏ, ସେମାନେ ଭାବୁଥିବେ ମୋତେ ମେସେଜ ଆସିନି, ମୋର ବି ଟଙ୍କା ଆସିନି। ତାପରେ ଆପଣ ବ୍ୟାଙ୍କକୁ ଯିବେ, ଅପଡ଼େଟ୍ କରିବେ, ବ୍ୟାଙ୍କ ନିକଟସ୍ଥ ବ୍ୟାଙ୍କକୁ ଯିବେ, କୌଣସି ଜଲ୍ଦି ନାହିଁ, ଆପଣ ଧୈର୍ଯ୍ୟ ସହ ପାରନ୍ତୁ। ବ୍ୟାଙ୍କ ଏନେ ବହୁତ ଗହଳି ରହୁଛି, ତେଣୁ ଆପଣମାନେ ଦେଖିବେ। ଯଦି ବି ନା ଆସି, ତାପରେ ଆପଣମାନେ ଆସିବେ ସୁଭଦ୍ରା ପୋର୍ଟାଲରେ, ଆପଣମାନଙ୍କୁ ସେଇଟା ଗୋଟେ କମ୍ପ୍ଲେନ୍ ଦେବେ। ତାପରେ ଆଉ ମୁଖ୍ୟ କାରଣ ତ ଶୁଣାଯାଉଛି, ପ୍ରାୟ ସରକାରଙ୍କ ତରଫରୁ ଏଟା କୁହାଯାଇ ନାହିଁ, କିନ୍ତୁ ଜଣାପଡ଼ୁଛି ଆପଣ ରାସନ କାର୍ଡ଼ ଇ-KYC ବର୍ତ୍ତମାନ ପ୍ରକ୍ରିୟା ଚାଲୁ ରହିଛି। ଅଯୋଗ୍ୟ ହିତାଧିକାରୀ ପ୍ରାୟ ଧରା ପଡ଼ିଲେଣି, ପ୍ରାୟ 80,000ରୁ 1 ଲକ୍ଷ ପାଖାପାଖି ହିତାଧିକାରୀ କାର୍ଡ଼ ଫେରାଇଲେଣି। ତାହେଲେ ସେମାନଙ୍କର ରାସନ କାର୍ଡ଼ଟି ନାକଚ ହୋଇଯାଇଛି, ରିଜେକ୍ଟ ହୋଇଯାଇଛି। ତେଣୁ ସେଇ କାରଣ ଯୋଗୁଁ ଆପଣମାନଙ୍କର ଯେଉଁମାନେ ସବୁ ରାସନ କାର୍ଡ଼ ଥିଲେ, ସେମାନଙ୍କର ମଧ୍ୟ ସୁଭଦ୍ରା ଟଙ୍କାକୁ ପେଣ୍ଡିଂ ସରକାର କରିଦେଇଛନ୍ତି। କାରଣ ଏପଟେ ରାସନ କାର୍ଡ଼ ଥ୍ରୁରେ ପେମେଣ୍ଟ ହେଉଥିଲା ଆପଣଙ୍କ କ'ଣ ସୁଭଦ୍ରା ଯୋଜନା। ଯେଉଁମାନଙ୍କ ରାସନ କାର୍ଡ଼ରେ ହେଇଥିଲା, ଦେଖନ୍ତୁ ସେମାନଙ୍କୁ ପ୍ରଥମ କିସ୍ତି ଆଗ ମିଳିଥିଲା, ତାପରେ ବିନା ରାସନ କାର୍ଡ଼ଧାରୀଙ୍କୁ ମିଳିଲା। ତେଣୁ ଆପଣଙ୍କର ସୁଭଦ୍ରା ପୋର୍ଟାଲ ଯିବେ, ସେଠାରେ ଆପଣ ହିତାଧିକାରୀ ତାଲିକାରେ ଦେଖିବେ ଯୋଗ୍ୟ ଆଉ ରିଜେକ୍ଟ ଲିଷ୍ଟ, ଆଉ ଯେଉଁମାନେ ପାଇବେ ଯୋଗ୍ୟ, ଯେଉଁମାନେ ନ ପାଇବେ ରିଜେକ୍ଟ ଲିଷ୍ଟ ଅଛି। ସେଇଠି ଆପଣମାନେ ଚେକ୍ କରନ୍ତୁ। ଆପଣଙ୍କ ଜିଲ୍ଲା ଦେବେ, ବ୍ଲକ ଦେବେ, ଗ୍ରାମ ପଞ୍ଚାୟତ ଦେବେ, ଦେଇକି ଚେକ୍ କରନ୍ତୁ। ଯଦି ଆପଣମାନେ ସେଠି ନାଁ ଅଛି, କେଉଁ କାରଣ ପାଇଁ ହୋଇଛି ସେଠି ଆପଣ ଦେଖିପାରିବେ। ସେଠି ଯଦି ଆପଣମାନେ କୌଣସି ଅସୁବିଧା ହେଉଛି, ତାହେଲେ ଆପଣ ଜନସେବା କେନ୍ଦ୍ର ଯାଇ ଦେଖିପାରିବେ। ତାପରେ ଏଇଠି ଦେଖନ୍ତୁ ଅସ୍ଥାୟୀ ଯୋଗ୍ୟ ତାଲିକା, ଅସ୍ଥାୟୀ ଅଯୋଗ୍ୟ ତାଲିକା, 2ଟା ଲିଷ୍ଟ ଆସିବ। ଆପଣ ସେଇଠିକି ଆପଣ ଯେକୌଣସି ଗୋଟେ କ୍ଲିକ୍ କରିବେ, ଏନେ ସର୍ଭର ସ୍ଲୋ ଅଛି, ଖୋଲୁନି, ଆପଣ କରିକି ଦେଖିପାରିବେ। ତାପରେ ରହିଲା ରାସନ କାର୍ଡ଼ ଯୋଗୁଁ ପେମେଣ୍ଟ ପ୍ରାୟ ହେଉନି, ଏଇଟା 99% ଗ୍ୟାରେଣ୍ଟି। ଦେଖନ୍ତୁ ଯେଉଁମାନେ ରାସନ କାର୍ଡ଼ ରିଜେକ୍ଟ ହୋଇଯାଇଛି, ସେମାନଙ୍କୁ ବର୍ତ୍ତମାନ ସରକାର ସୁବିଧାରୁ ବଞ୍ଚିତ କରିବାକୁ ସ୍ଥିର କରିଛନ୍ତି। ତେଣୁ ଆପଣମାନେ ଏହି କାରଣ ଯୋଗୁଁ ଟଙ୍କା ପାଉନାହାନ୍ତି, ଆପଣ ଅଣ୍ଡର ପ୍ରୋସେସ୍ ଦେଖାଉଛି, ରିଜେକ୍ଟେଡ଼ ଦେଖାଉଛି। ତେଣୁ ଆପଣମାନେ କ'ଣ କରିବେ, ଗୋଟେ କମ୍ପ୍ଲେନ୍ ଦିଅନ୍ତୁ। ଆମର ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା କରି କହିଛନ୍ତି ଯେ ଆପଣମାନଙ୍କୁ ମାର୍ଚ୍ଚ 31 ଯାଏଁ ଟିକେ ଅପେକ୍ଷା କରିବାକୁ ପଡ଼ିବ। ମାର୍ଚ୍ଚ 31 ପରେ ଆପଣମାନଙ୍କୁ ସବୁ ଭେରିଫିକେସନ୍ ସବୁ ହେବ, କାରଣ ସେପଟେ ରାସନ କାର୍ଡ଼ ଇ-KYC ସରିଯାଇଥିବ। ଆପଣମାନଙ୍କୁ ସବୁ ତାପରେ ଡାଟା ଠିକ୍ କ୍ଲିୟର ହେଇଯିବ, ଆପଣମାନଙ୍କୁ ସବୁ ମିଳିବ। ତାପରେ ଆପଣମାନଙ୍କୁ ଦେଖିଲା ପରେ ଯଦି ଆପଣ ଠିକ୍ ଥିବ, 5,000 ଟଙ୍କା ସୁଭଦ୍ରା ଯୋଜନା ଦ୍ୱିତୀୟ କିସ୍ତି ମିଳିବ। ଯଦି ବି ଆପଣ ଅଯୋଗ୍ୟ ଘୋଷିତ ହୁଅନ୍ତି, ତାହେଲେ ଆପଣମାନଙ୍କୁ ମିଳିବାର ନାହିଁ। ତେଣୁ ସୁଭଦ୍ରା ଯୋଜନା ଆପଣମାନେ ବର୍ତ୍ତମାନ କ'ଣ କରିବେ, କୌଣସି ଏନେ କରିବାର ନାହିଁ। ଯେଉଁମାନଙ୍କର ଟଙ୍କା ଆସି ଏମିତି ମେସେଜ ଆସି ସେମାନେ ଖୁସି ହୋଇଗଲେଣି, ଯେଉଁମାନଙ୍କୁ ଆସିନି ଟିକେ ମନ ଦୁଃଖରେ ଅଛନ୍ତି। ପ୍ରଥମ କିସ୍ତିରେ ସରକାର ହଇରାଣ କଲେ, ଦ୍ୱିତୀୟ କିସ୍ତିରେ ସରକାର ହଇରାଣ କରୁଛନ୍ତି। ସରକାର ହ୍ୟୁଜ୍ ଆମାଉଣ୍ଟକୁ ନେଇକରି ସବୁବେଳେ ବ୍ୟସ୍ତ। ତେଣୁ ଆପଣମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ଟଙ୍କା ଯଦି ଆସିନି, ଟିକେ ଅପେକ୍ଷା କରନ୍ତୁ, 2-3 ଦିନ ଭିତରେ ଆସିବେ, କାରଣ ଅନଲାଇନ୍ ପେମେଣ୍ଟ ସର୍ଭର ଥ୍ରୋ ହେଉଛି। ତେଣୁ ଆପଣମାନେ ଏଇଗୁଡ଼ାକ ସବୁ ଟିକେ ଧୈର୍ଯ୍ୟ ସହ ଅପେକ୍ଷା କରନ୍ତୁ। ଯଦି ବି ନ ଆସୁଛି, ଆପଣମାନେ ମାର୍ଚ୍ଚ 31 ପର୍ଯ୍ୟନ୍ତ ଟିକେ ଅପେକ୍ଷା କରନ୍ତୁ। ସରକାର ନିଶ୍ଚୟ ଆପଣଙ୍କ କଥା ଶୁଣିବେ, ଆପଣଙ୍କୁ ଟଙ୍କା ଦେବେ।
ଯାହାଫଳରେ ଆପଣମାନେ ଯଦି ଅଯୋଗ୍ୟ ବିବେଚିତ ହୁଅନ୍ତି ତାହେଲେ ମିଳିବାର କୌଣସି ପ୍ରଶ୍ନ ଉଠୁନି। ତେଣୁ ସରକାରଙ୍କର ଏଇ ଯୋଜନା ବହୁତ ଜନହିତୈକ ଯୋଜନା। ସମସ୍ତ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା କରିଛନ୍ତି। ସରକାର ଘୋଷଣା କରିଛନ୍ତି ଘର ଘର ସୁଭଦ୍ରା, ମାନେ ସମସ୍ତଙ୍କୁ ଦେବେ। ତେଣୁ ଆପଣମାନେ ଯଦି ଯୋଗ୍ୟ ହୋଇଥିବେ ନିହାତି ପାଇବେ। ମାର୍ଚ୍ଚ 7 ଭିତରେ ଆପଣମାନେ ଯଦି ନୂଆ ଆପ୍ଲାଏ କରିବା କଥା କରିଦିଅନ୍ତୁ। ଏବେ 31 ପରେ ଆପଣଙ୍କ କଥା ସମସ୍ତ ଡାଉଟ୍ କ୍ଲିୟର ହେବ। ସରକାର ଘୋଷଣା କରି କହିଛନ୍ତି ଆପଣ ଟିକେ ଅପେକ୍ଷା କରନ୍ତୁ। ମାର୍ଚ୍ଚ 31 ପରେ ଆପଣଙ୍କର ଯେଉଁ ବି ଯାହା ହେଇଛି ସୁଭଦ୍ରା ରାଲି ହେବ, ଅଙ୍ଗନବାଡ଼ି ଦିଦି ନୋଡାଲ ଅଫିସର ସବୁ ଗାଁ ଗାଁ ଯାଇ ବୁଲିକରି ଆପଣ ସମସ୍ତ ତଥ୍ୟ ଦେଖିବେ। ଯଦି ଆପଣ ଯୋଗ୍ୟ ବିବେଚିତ ହୁଅନ୍ତି ଟଙ୍କା ପାଇବେ, ଯଦି ନୁହନ୍ତି ଆପଣମାନଙ୍କୁ ଆଉ ଟଙ୍କା ମିଳିବ। ତେଣୁ ଦ୍ୱିତୀୟ କିସ୍ତି ପ୍ରାୟ 1 କୋଟିରୁ ଉର୍ଦ୍ଧ୍ୱ ପେମେଣ୍ଟ ହୋଇଛି। ସରକାର ସେପଟେ କହନ୍ତି ପେମେଣ୍ଟ ହେଇ ସମସ୍ତଙ୍କୁ, ଦେଖିଲାକୁ ଏପଟେ କହନ୍ତି ଆମକୁ ପେମେଣ୍ଟ ହୋଇନି। ତାହେଲେ କାହା କଥା ଶୁଣାଯିବ? ତେଣୁ ଆପଣ ଟିକେ ଅପେକ୍ଷା କରନ୍ତୁ। ସର୍ଭର ସ୍ଲୋ ଯୋଗୁଁ ଟଙ୍କା ପେମେଣ୍ଟ ହୋଇପାରୁନାହିଁ। ତେଣୁ ଆପଣମାନଙ୍କୁ ଏତିକି ଅନୁରୋଧ, ଆପଣ ଯେପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି ଟିକେ ବ୍ୟାଙ୍କରେ ଆକାଉଣ୍ଟ ଚେକ୍ କରନ୍ତୁ। ମୋବାଇଲରେ ବି ଆପଣ ମିସ୍ କଲ୍ ଦ୍ୱାରା ବାଲାନ୍ସ ବି ଜାଣିପାରିବେ ଆପଣଙ୍କ ଆକାଉଣ୍ଟ କେତେ ବାଲାନ୍ସ ଅଛି, ଯେଉଁ ନମ୍ବର ଆପଣ ରେଜିଷ୍ଟର ହେଇଥିବ। ଆଉ ଯେଉଁମାନେ NPCI ଡିବିଟି ଲିଙ୍କ ଠିକ୍ଠାକ୍ ହୋଇନଥିଲା ସେମାନଙ୍କ ମଧ୍ୟ କିଛି ଅସୁବିଧା ହୋଇଅଛି। ସେମାନେ ବର୍ତ୍ତମାନ ଡିବିଟି ଲିଙ୍କ ଯେଉଁ କରିଥିଲେ ଆଉ ଟିକେ ଷ୍ଟାଟସ୍ ଚେକ୍ କରନ୍ତୁ ହୋଇଛି କି ନାହିଁ। ଯଦି ହୋଇଯାଇଛି ଭଲ, ଯଦି ନ ହୋଇଛି କରେଇ ଦିଅନ୍ତୁ। କଲା ପରେ ଆପଣ ନିହାତି ଟଙ୍କା ମିଳିଯିବ। କାରଣ ସରକାର ସେପଟେ ପଇସା ପଠାଇ ଦେଉଛନ୍ତି ଆପଣଙ୍କ ଆକାଉଣ୍ଟକୁ ଆସୁନାହିଁ, ପେଣ୍ଡିଙ୍ଗ ହେଇକି ରହୁଛି। ଯେଉଁ ମୁହୂର୍ତ୍ତରେ ଆପଣ କରିବେ ଡିବିଟି ଲିଙ୍କ ଆଧାର ସେଟିଂ, ସେ ମୁହୂର୍ତ୍ତରେ ଆପଣଙ୍କୁ ଟଙ୍କାଟା ଆସିବ। ତେଣୁ ଇଏ ଗୋଟେ ଅପଡେଟ୍ ନେଉଛି। ଯଦି ଭିଡ଼ିଓଟି ଭଲ ଲାଗୁଛି ଲାଇକ୍ କରିବେ, ସେୟାର କରିବେ, ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ ଆପଣଙ୍କୁ ସମସ୍ତ ଅପଡେଟ୍ ନ୍ୟୁଜ୍ ମିଳିବ। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ। ଭଲ ସମସ୍ତେ।